ରାମାୟଣରୁ କେଉଁ 10ଟି ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ମିଳିଥାଏ ଆସନ୍ତୁ ଜାଣିବା। ଦଶରଥଙ୍କ ଭଳି ପତ୍ନୀଙ୍କ ପ୍ରେମରେ ପାଗଳ ହୁଅନ୍ତୁ ନାହିଁ। ରାମଙ୍କ ପରି ପତ୍ନୀଙ୍କ ବିଷୟରେ କୁହାଯାଇଥିବା କଟୁ କଥାକୁ ଶୀଘ୍ର ବିଶ୍ୱାସ କରନ୍ତୁ ନାହିଁ। ଭରତଙ୍କ ପରି କେବେ ନିଜ ମାଙ୍କୁ ଅପମାନିତ କରନ୍ତୁ ନାହିଁ। ଲକ୍ଷ୍ମଣଙ୍କ ପରି ସ୍ତ୍ରୀଙ୍କର ସବୁ ଜିଦି ମାନନ୍ତୁ ନାହିଁ। ରାବଣ ପରି ଅନ୍ୟର ସ୍ତ୍ରୀ ଉପରେ ଖରାପ ଦୃଷ୍ଟି ରଖନ୍ତୁ ନାହିଁ। ବିଭୀଷଣ ପରି ନିଜ ଭାଇଙ୍କୁ କେବେ ଧୋକା ଦିଅନ୍ତୁ ନାହିଁ। ମେଘନାଦଙ୍କ ପରି ପିତାଙ୍କ ପ୍ରେମରେ ପାଗଳ ହୁଅନ୍ତୁ ନାହିଁ। କୁମ୍ଭକର୍ଣ୍ଣଙ୍କ ପରି ଭାଇର ଅନ୍ୟାୟ ପାଇଁ ତାଙ୍କୁ ସହଯୋଗ କରନ୍ତୁ ନାହିଁ। ବାଳି ପରି ସାନ ଭାଇର ପତ୍ନୀ ପ୍ରତି ଖରାପ ଦୃଷ୍ଟି ରଖନ୍ତୁ ନାହିଁ ଏବଂ ସୁଗ୍ରୀବ ପରି ଦେଇଥିବା ବଚନକୁ ଭୁଲନ୍ତୁ ନାହିଁ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ। ସାଙ୍ଗମାନେ, ପୃଥିବୀର ସବୁଠାରୁ ବଡ଼ ସୁଖ କ'ଣ ଜାଣନ୍ତି? ମା ବାପାଙ୍କ ସ୍ନେହ। ପୃଥିବୀର ସବୁଠାରୁ ବଡ଼ କଷ୍ଟ କ'ଣ ଜାଣନ୍ତି? ମା ବାପାଙ୍କ ଆଖିରେ ଲୁହ। ପୃଥିବୀର ସବୁଠାରୁ ବଡ଼ ଧନ ସମ୍ପତ୍ତି କ'ଣ ଜାଣନ୍ତି? ମା ବାପାଙ୍କ ଭଲ ପାଇବା। ଆଉ ଗୋଟିଏ କଥା ମନେ ରଖନ୍ତୁ, ଆପଣ କୋଟିଏ ଟଙ୍କା ରୋଜଗାର କଲେ ମଧ୍ୟ ଯଦି ଆପଣଙ୍କ ପାଖରେ ମା ବାପାଙ୍କର ଭଲ ପାଇବା ଏବଂ ଆଶୀର୍ବାଦ ନଥିବ, ତେବେ ସେ ଟଙ୍କାର କୌଣସି ବି ମୂଲ୍ୟ ନାହିଁ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ। ସାଙ୍ଗମାନେ, ଜୀବନରେ ଆପଣ କେତେବେଳେ ଯୋଗ୍ୟ ବୋଲି ବିବେଚିତ ହେବେ ଜାଣିଛନ୍ତି କି? ଆପଣ ସେତେବେଳେ ଯୋଗ୍ୟ ବୋଲି ବିବେଚିତ ହେବେ ଯେତେବେଳେ ଆପଣଙ୍କର କର୍ମ ଆଉ ବାକ୍ୟ ଲୋକେ ପସନ୍ଦ କରିବେ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ।